ଧାନସୁଳୁର 5 ଷ୍ଟାର କ୍ଲବର 29ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ। ମୟୂରଭଞ୍ଜ ଜିଲ୍ଲା ରାଜଗୋବିନ୍ଦପୁର ବ୍ଲକ ଅଧୀନ ଧାନସୁଳୁର 5 ଷ୍ଟାର କ୍ଲବ ଆନୁକୂଲ୍ୟରେ 29ତମ ଦୁଇଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୋଟ 16ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଗତକାଲି ଜୁନ 19 ତାରିଖ ଗୁରୁବାର ଅପରାହ୍ନ 4ଟାରେ ମିଶନ ଟାଇଗର ଏଫସି ଚମ୍ପିଆନ ଓ ମା ବାଲି ସୁଭଦ୍ରା ଏଫସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ମିଶନ ଟାଇଗର ଏଫସି 1-0ରେ ଉକ୍ତ ମ୍ୟାଚକୁ ଜିତି ଚମ୍ପିଆନ ହୋଇଥିଲା। ଗତ ସନ୍ଧ୍ୟାରେ ଆୟୋଜିତ ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତମ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ସାରମୂଳା ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ସିଂ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଶ୍ୟାମ ସୁନ୍ଦର ଡାକୁଆ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଚମ୍ପିଆନ ଏବଂ ରନର୍ସ ଅପ୍ ଦଳକୁ 30,000 ଏବଂ 20,000 ଟଙ୍କା ପୁରସ୍କୃତ କରିବା ସହିତ ତୃତୀୟ ଓ ଚତୁର୍ଥ ସ୍ଥାନ ଗ୍ରହଣ କରିଥିବା ଲୟାଲ ଏଫସି ଏବଂ ତେଲକୁଣ୍ଡି ଏଫସିକୁ ମଧ୍ୟ ପୁରସ୍କୃତ କରିଥିଲେ। ଉକ୍ତ ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଥିଲେ କମିଟିର ସଭାପତି ହରେନ୍ଦ୍ର ରାଉତ, ସମ୍ପାଦକ ଗଗନ ଟୁଡୁ, ସଦସ୍ୟ କାରୁ ହେମ୍ରମ, ଜୀବନ ରାଉତ, କାଳିଆ ବାସ୍କେ, ବାଢା ବାସ୍କେ, ଶ୍ରୀମତ, ହେମେନ୍ଦ୍ର ରାଉତ, ଇସୁନ ବାସ୍କେ, ସଞ୍ଚ ଏବଂ ଅନ୍ୟମାନେ।